ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ। ମଧ୍ୟପ୍ରାଚ୍ୟ ସଂଘର୍ଷ ଏବଂ ଶକ୍ତି ଚିନ୍ତା ମଧ୍ୟରେ ଦେଶବାସୀଙ୍କୁ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଏକଜୁଟ ହେବା ପାଇଁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ମଧ୍ୟପ୍ରାଚ୍ୟରେ 3500 ନୌସୈନିକଙ୍କୁ ନେଇ ପହଞ୍ଚିଲା ଆମେରିକାର ଯୁଦ୍ଧ ଜାହାଜ ୟୁଏସ୍ ତ୍ରିପୋଲି। କେରଳ ଓ ମିଜୋରାମରେ ଭକ୍ତିର ସହ ପାଳନ କରାଯାଉଛି ପାମ୍ ସଣ୍ଡେ। ଏବଂ ଆଇପିଏଲ୍ କ୍ରିକେଟରେ ଆଜି ସନ୍ଧ୍ୟାରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପଶ୍ଚିମ ଏସିଆର ପରିସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରି କହିଛନ୍ତି, ପେଟ୍ରୋଲ ଏବଂ ଡିଜେଲକୁ ନେଇ ସାରା ବିଶ୍ୱରେ ଏକ ସଙ୍କଟ ସୃଷ୍ଟି ହେଉଛି। ଆକାଶବାଣୀରେ ତାଙ୍କର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶକୁ ସମ୍ବୋଧିତ କରି ଶ୍ରୀ ମୋଦି କହିଛନ୍ତି, ମଧ୍ୟପ୍ରାଚ୍ୟ ଅଞ୍ଚଳ ଭାରତର ଶକ୍ତି ଆବଶ୍ୟକତାର ଏକ ପ୍ରମୁଖ କେନ୍ଦ୍ର ହୋଇଥିବାରୁ ଏହା ଏକ ଆହ୍ୱାନପୂର୍ଣ୍ଣ ସମୟ। ଉପସାଗରୀୟ ଦେଶଗୁଡ଼ିକରେ ଲକ୍ଷ ଲକ୍ଷ ଭାରତୀୟ ବସବାସ କରୁଥିବା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ 1 କୋଟିରୁ ଅଧିକ ଭାରତୀୟଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିଥିବାରୁ ସେହି ଦେଶଗୁଡ଼ିକ ପ୍ରତି କୃତଜ୍ଞତା ବ୍ୟକ୍ତ କରିଥିଲେ। कोरोना के संकट से निकलने के बाद दुनिया नए सिरे से प्रगति की राह पर आगे बढ़ेगी, लेकिन दुनिया के अलग अलग क्षेत्रों में लगातार युद्ध और संघर्ष की परिस्थितियां बनती चली गई। वर्तमान में हमारे पड़ोस में 1 माह से भीषण युद्ध चल रहा है। हमारे लाखों परिवारों के सगे संबंधी इन देशों में रहते हैं, खासतौर पर खाड़ी देशों में काम करते हैं। मैं गल्फ कंट्रीज का बहुत आभारी हूं। वे ऐसे 1 करोड़ से ज्यादा भारतीयों को वहां पर हर प्रकार की मदद दे रहे हैं। ଏହି ଆହ୍ୱାନର ମୁକାବିଲା କରିବା ଲାଗି ସମସ୍ତ ନାଗରିକଙ୍କୁ ଏକଜୁଟ ହେବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ। निश्चित तौर पर यह चुनौतीपूर्ण समय है। सभी देशवासियों से फिर यह आग्रह करूंगा कि हमें एकजुट होकर इस चुनौती से बाहर निकलना है। जो लोग इस विषय पर भी राजनीति कर रहे हैं, उन्हें राजनीति नहीं करनी चाहिए। यह देश के 140 करोड़ देशवासियों के हित से जुड़ा विषय है। मैं सभी देशवासियों से अपील भी करूंगा कि वो जागरूक रहे, अफवाहों के बहकावे में न आए। सरकार की तरफ से जो आपको निरंतर जानकारी दी जा रही है, उस पर भरोसा करें। ଆଜିର ମନ୍ କି ବାତ୍ରେ ପ୍ରଧାନମନ୍ତ୍ରୀ ମୋଦି ଜ୍ଞାନ ଭାରତମ୍ ଆପ୍ ଜରିଆରେ ସର୍ବେକ୍ଷଣ ଉପରେ ଆଲୋକପାତ କରିଥିଲେ, ଯାହା ଭାରତର ମହାନ ସଂସ୍କୃତି ଏବଂ ଐତିହ୍ୟକୁ ପ୍ରଦର୍ଶିତ କରିବା ଲାଗି ଜନସାଧାରଣଙ୍କ ଅଂଶଗ୍ରହଣ ଭାବନାକୁ ପ୍ରତିଫଳିତ କରୁଛି। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ, ରାଷ୍ଟ୍ର ନିର୍ମାଣର ଦାୟିତ୍ୱ ନିର୍ବାହ କରିବାରେ ମାଇଁ ଭାରତ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଦେଶର ଯୁବକମାନଙ୍କୁ ବିଭିନ୍ନ ସକାରାତ୍ମକ କାର୍ଯ୍ୟକଳାପ ସହିତ ଯୋଡ଼ିବା ପାଇଁ ସେ ଏହି ସଂଗଠନକୁ ପ୍ରଶଂସା କରିଥିଲେ। ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ଓମ୍ ପ୍ରକାଶ ରଥ ଏବଂ ପଞ୍ଜାବ ମୋହାଲିର ଆଞ୍ଚଲ ମହିଳା ନେତୃତ୍ୱାଧୀନ ବିକାଶକୁ ଆଗକୁ ନେବାର ଉପାୟଗୁଡ଼ିକ ଉପରେ ପ୍ରଧାନମନ୍ତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ। ନିକଟରେ ଅନୁଷ୍ଠିତ ଟି-20 ବିଶ୍ୱକପ୍ରେ ଭାରତୀୟ ଦଳର ଐତିହାସିକ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନିଜକୁ ଗୌରବାନ୍ୱିତ ମନେ କରିଥିଲେ। କର୍ଣ୍ଣାଟକର ହୁବୁଲିଠାରେ ଜମ୍ମୁ କାଶ୍ମୀର କ୍ରିକେଟ ଦଳ ରଣଜୀ ଟ୍ରଫି ଜିତିଥିବାରୁ ସେ ମଧ୍ୟ ଖୁସି ବ୍ୟକ୍ତ କରିଥିଲେ। ଏତଦ୍ବ୍ୟତୀତ ବିଭିନ୍ନ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାଗୁଡ଼ିକରେ ଦେଶର ଖେଳାଳିମାନେ ହାସଲ କରିଥିବା କୃତିତ୍ୱ ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ଫିଟନେସ୍ ବିଷୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦି ଶ୍ରୋତାମାନଙ୍କୁ ସେମାନଙ୍କ ଫିଟନେସ୍ ପ୍ରତି ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ। ମନ୍ କି ବାତ୍ର ଆଜିର ଅଧ୍ୟାୟରେ ଇନ୍ଷ୍ଟାଗ୍ରାମ କଣ୍ଟେଣ୍ଟ କ୍ରିଏଟର ଯୁବରାଜ ଦୁଆଙ୍କ ଏକ ପୋଷ୍ଟ ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରି ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ଚିନି ସେବନ ହ୍ରାସ କରିବାକୁ ଅନୁରୋଧ କରିଥିଲେ। ରନ୍ଧନ ତୈଳ ଉପଯୋଗିତାକୁ 10% ହ୍ରାସ କରିବାର ଆବଶ୍ୟକତା ଉପରେ ମଧ୍ୟ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଥିଲେ। ସେ କହିଛନ୍ତି, ଏହି ଛୋଟ ପ୍ରୟାସ ମୋଟାପଣ ଏବଂ ଜୀବନଶୈଳୀ ଜନିତ ରୋଗକୁ ଦୂରେଇ ରଖିବ। ଶିକ୍ଷା ମାଧ୍ୟମରେ ଅତୀତକୁ ସଂରକ୍ଷିତ ରଖିବା ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବା ଲାଗି ନାଗା ସମ୍ପ୍ରଦାୟର ପ୍ରୟାସକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ଦେଶର ଅନେକ ଭାଗରେ ଗ୍ରୀଷ୍ମ ଋତୁ ଆରମ୍ଭ ହେବା ସହିତ ଜଳ ସଂରକ୍ଷଣ ପ୍ରତି ପ୍ରତିବଦ୍ଧତାକୁ ନବୀକରଣ କରିବାର ସମୟ ଆସିଛି। ସେ କହିଥିଲେ, ଗତ 11 ବର୍ଷ ମଧ୍ୟରେ ଜଳ ସଞ୍ଚୟ ଅଭିଯାନ ଲୋକମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିଛି। ଏହି ଅଭିଯାନ ଅଧୀନରେ ସାରା ଦେଶରେ ପ୍ରାୟ 50 ଲକ୍ଷ କୃତ୍ରିମ ଜଳ ଅମଳ ଢାଞ୍ଚା ସୃଷ୍ଟି କରାଯାଇଛି।
ପ୍ରଧାନମନ୍ତ୍ରୀ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ତାଙ୍କ ସରକାର ମତ୍ସ୍ୟଜୀବୀମାନଙ୍କ ଜୀବନକୁ ସହଜ କରିବା ପାଇଁ ପଦକ୍ଷେପ ନେଉଛନ୍ତି। ସେ କହିଥିଲେ, ମତ୍ସ୍ୟଜୀବୀମାନେ କେବଳ ସମୁଦ୍ରର ଯୋଦ୍ଧା ନୁହନ୍ତି, ବରଂ ଆତ୍ମନିର୍ଭରଶୀଳ ଭାରତ ଗଠନ ପାଇଁ ସୁଦୃଢ଼ ଭିତ୍ତିଭୂମି। ପ୍ରଧାନମନ୍ତ୍ରୀ ଓଡ଼ିଶାର ସମ୍ବଲପୁରର ସୁଜାତା ଭୂଇଁଙ୍କ ଉଦାହରଣ ଦେଇ କହିଥିଲେ, ହୀରାକୁଦ ଜଳଭଣ୍ଡାରରେ ସେ ମାଛ ଚାଷ ଆରମ୍ଭ କରିଥିଲେ। ମାତ୍ର 2-3 ବର୍ଷ ମଧ୍ୟରେ ତାଙ୍କ ପ୍ରୟାସକୁ ଏକ ସମୃଦ୍ଧ ବ୍ୟବସାୟରେ ପରିଣତ କରିଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କର ପ୍ରଶଂସା କରିଥିଲେ। ଏକ ପେଡ୍ ମା କେ ନାମ ଅଭିଯାନ ଅଧୀନରେ ସମଗ୍ର ଦେଶରେ ଲକ୍ଷ ଲକ୍ଷ ବୃକ୍ଷରୋପଣ କରାଯାଇଛି। ଶ୍ରୀ ମୋଦି ଏହାକୁ ପ୍ରେରଣାଦାୟକ ବୋଲି ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାର ପ୍ରଭାବ ଦେଶର ପ୍ରତ୍ୟେକ କୋଣରେ ଦେଖିବାକୁ ମିଳିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିଶେଷ କରି ଏହା ଉତ୍ତର ପୂର୍ବର ଅନେକ ଅଞ୍ଚଳକୁ ଲାଭାନ୍ୱିତ କରୁଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି। ଶେଷରେ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ସେମାନଙ୍କ ଆଖପାଖର ପ୍ରେରଣାଦାୟୀ କାହାଣୀ ବାଣ୍ଟିବା ପାଇଁ ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ କେରଳର ପଲ୍ଲକ୍କଡ଼ରେ ଏକ ରାଲିକୁ ସମ୍ବୋଧିତ କରିବେ। ରାଜ୍ୟରେ ଏପ୍ରିଲ 9 ତାରିଖରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଏନ୍ଡିଏ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଅଭିଯାନରେ ଯୋଗଦେବା ଅବସରରେ ଶ୍ରୀ ମୋଦି ତ୍ରିଶୂରରେ ଏକ ରୋଡ୍ ଶୋ ମଧ୍ୟ କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। मैं कामरेड सुनील बोल रहा हूँ। मैं पुलिस के पास सरेंडर कर चुका हूँ। मैं यहाँ पर बहुत अच्छा हूँ। अभी सुक्रू दादा भी हमारे पास आ गए हैं। यहाँ पर नीतू दादा और सुक्रू दादा सभी लोग अच्छे हैं। संतोष और संध्या, आप लोग अन्य कामरेडों लोगों को लेकर नीतू दादा या सुक्रू दादा से संपर्क करके आ सकते हो या पास के किसी भी थाने में सरेंडर कर सकते हो। पुलिस तुम्हें कुछ नहीं करेगी। हम लोग 31 मार्च तक ही फुलवानी में है। उसके बाद हम सभी छत्तीसगढ़ अपने अपने घर चले जाएंगे। आप लोग भी 31 मार्च तक सरेंडर करोगे तो सरकार स्वीकार करेगी, नहीं तो स्वीकार नहीं करेगी। आप उससे पहले आ जाइए, सब साथ में घर जाएंगे। नीतू दादा का फ़ोन नंबर 7810705113। सुक्रू दादा का फ़ोन नंबर 8926159478। ୟୁନାଇଟେଡ୍ ଷ୍ଟେଟ୍ସ ସେଣ୍ଟ୍ରାଲ କମାଣ୍ଡ ସେଣ୍ଟକମ୍ ଘୋଷଣା କରିଛି ୟୁଏସ୍ ତ୍ରିପୋଲି ଯୁଦ୍ଧ ଜାହାଜରେ ଥିବା 3500 ନୌସୈନିକ ଏବଂ ନାବିକଙ୍କ ଏକ ଟାସ୍କ ଫୋର୍ସ ମଧ୍ୟପ୍ରାଚ୍ୟରେ ପହଞ୍ଚିଛି। ଆମେରିକାର ଏହି ଯୁଦ୍ଧ ଜାହାଜ ଉଭୟ ଜଳ ଏବଂ ସ୍ଥଳ ଭାଗକୁ ଆକ୍ରମଣ କରିବାର କ୍ଷମତା ରଖୁଛି। ଗତ ଗୁରୁବାର ଦିନ ଅନେକ ଗଣମାଧ୍ୟମ ରିପୋର୍ଟ କରିଥିଲେ ପେଣ୍ଟାଗନ୍ ମଧ୍ୟପ୍ରାଚ୍ୟକୁ 10,000 ଅତିରିକ୍ତ ସ୍ଥଳସେନା ମୁତୟନ କରିବାକୁ ବିଚାର କରୁଛି, ଯାହା ଡୋନାଲ୍ଡ ଟ୍ରମ୍ପଙ୍କୁ କୂଟନୀତି ବାହାରେ ଅଧିକ ସାମରିକ ବିକଳ୍ପ ପ୍ରଦାନ କରୁଛି। ତେବେ ଏହାର ସଠିକ୍ ନିୟୋଜନ ସ୍ଥାନ ଅସ୍ପଷ୍ଟ ଥିବାବେଳେ ଖର୍ଗ ଦ୍ୱୀପରେ ଏହାର ଗୁରୁତ୍ୱପୂର୍ଣ୍ଣ ତୈଳ ରପ୍ତାନୀ କେନ୍ଦ୍ର ସମେତ ଇରାନକୁ ଆକ୍ରମଣ କରିବା ପାଇଁ ନିର୍ଦ୍ଧାରିତ ଦୂରତ୍ୱ ମଧ୍ୟରେ ସୈନ୍ୟବାହିନୀ ଅବସ୍ଥାପିତ ହେବାର ଆଶା କରାଯାଉଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ IDF କହିଛି ଏହା କେନ୍ଦ୍ରୀୟ ତେହରାନରେ ଇରାନୀୟ ସାମରିକ ଭିତ୍ତିଭୂମି ଉପରେ ବ୍ୟାପକ ଆକ୍ରମଣ କରିଛି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ IDF କହିଛି ଆକ୍ରମଣ ସମୟରେ ଅସ୍ଥାୟୀ କମାଣ୍ଡ ସେଣ୍ଟରଗୁଡ଼ିକୁ ଧ୍ୱଂସ କରାଯାଇଥିଲା। ସେଠାରେ ଇରାନର କମାଣ୍ଡରମାନେ କାର୍ଯ୍ୟ କରୁଥିଲେ। ବିଧ୍ୱଂସୀ କ୍ଷେପଣାସ୍ତ୍ର ସୁବିଧା, ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏବଂ ପର୍ଯ୍ୟବେକ୍ଷଣ ପୋଷ୍ଟଗୁଡ଼ିକ ଟାର୍ଗେଟ୍ ମଧ୍ୟରେ ରହିଥିଲା ବୋଲି IDF କହିଛି। ପୂର୍ବରୁ ଇସଲାମିକ୍ ରିଭଲ୍ୟୁସନାରୀ ଗାର୍ଡସ୍ କର୍ପସ୍ IRGC ଚେତାବନୀ ଦେଇ କହିଥିଲା ଇରାନର ଏକାଡେମିକ୍ ଏବଂ ଐତିହ୍ୟ ସ୍ଥଳ ଉପରେ ନିକଟରେ ହୋଇଥିବା ଆକ୍ରମଣର ଜବାବରେ ପଶ୍ଚିମ ଏସୀୟ ଅଞ୍ଚଳରେ ଥିବା ଆମେରିକୀୟ ଏବଂ ଇସ୍ରାଏଲ ଅନୁଷ୍ଠାନଗୁଡ଼ିକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇପାରେ। କେରଳ ଏବଂ ମିଜୋରାମରେ ଭକ୍ତିର ସହ ପାମ୍ ସଣ୍ଡେ ପାଳନ କରାଯାଉଛି। ଏହି ଅବସରରେ ଚର୍ଚ୍ଚଗୁଡ଼ିକରେ ସ୍ୱତନ୍ତ୍ର ପ୍ରାର୍ଥନା ଏବଂ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଭକ୍ତମାନେ ତାଳପତ୍ର ବହନ କରିଥିଲେ, ଯାହା ଯୀଶୁଖ୍ରୀଷ୍ଟଙ୍କ ଜେରୁଜେଲମ୍ ପ୍ରବେଶର ପ୍ରତୀକ ଥିଲା। ପାମ୍ ସଣ୍ଡେ ଇଷ୍ଟର ପର୍ବ ପାଳନର ଆରମ୍ଭକୁ ଚିହ୍ନିତ କରେ। ଇଣ୍ଡିଆନ୍ ପ୍ରିମିୟର ଲିଗ୍ IPL କ୍ରିକେଟର 19 ସଂସ୍କରଣର ଦ୍ୱିତୀୟ ମ୍ୟାଚ୍ ଆଜି ମୁମ୍ବାଇର ୱାନଖେଡ଼େ ଷ୍ଟାଡିୟମରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ସନ୍ଧ୍ୟା 7:30 ସମୟରେ ଅନୁଷ୍ଠିତ ହେବ। ଗତକାଲି ବେଙ୍ଗାଲୁରୁର M ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ଉଦ୍ଘାଟନୀ ମୁକାବିଲାରେ RCB 6 ୱିକେଟ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ। ମଧ୍ୟପ୍ରାଚ୍ୟ ସଂଘର୍ଷ ଏବଂ ଶକ୍ତି ଚିନ୍ତା ମଧ୍ୟରେ ଦେଶବାସୀଙ୍କୁ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଏକଜୁଟ ହେବା ପାଇଁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ମଧ୍ୟପ୍ରାଚ୍ୟରେ 3,500 ନୌ ସୈନିକଙ୍କୁ ନେଇ ପହଞ୍ଚିଲା ଆମେରିକାର ଯୁଦ୍ଧ ଜାହାଜ US ତ୍ରିପୋଲି। କେରଳ ଓ ମିଜୋରାମରେ ଭକ୍ତିର ସହ ପାଳନ କରାଯାଉଛି ପାମ୍ ସଣ୍ଡେ ଏବଂ IPL କ୍ରିକେଟରେ ଆଜି ସନ୍ଧ୍ୟାରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।